ଝିପିଝିପି ବର୍ଷାରେ ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା। ମେଘାଚ୍ଛନ୍ନ ଆକାଶର ଧୂଆଁଳିଆ ପରିବେଶ। ଝିପିଝିପି ବର୍ଷାରେ ଓଦା ହୋଇ ରହିଛି ଧରଣୀ ମାତାର ପ୍ରକୃତି ରାଣୀ। ମନଲୋଭା ଆଷାଢ଼ ମାସର ଶୁକ୍ଳପକ୍ଷ ବର୍ଷାର ପ୍ରଭାବରେ ଚତୁର୍ଦ୍ଦିଗ ଓଦା ସରବର ହୋଇଥିଲେ ମଧ୍ୟ ନିର୍ମଳ ଶୋଭାର ମନଲୋଭା ପରିବେଶ ସମସ୍ତଙ୍କୁ ଆକର୍ଷିତ କରିଦେଇଥିଲା। ବିଶ୍ୱକର୍ତ୍ତା ବଳିଆର ଭୁଜ ମହାବାହୁ ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ସାରା ଦୁନିଆରେ ମହା ସମାରୋହରେ ପାଳିତ ହୋଇଯାଇଛି। ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଏବଂ ସାନ୍ନିଧ୍ୟ ପାଇବା ପାଇଁ ପୁରପଲ୍ଲୀଠାରୁ ଆରମ୍ଭ କରି ସମସ୍ତେ ଛୁଟି ଯାଇଥିଲେ ରଥଦାଣ୍ଡ ଅଭିମୁଖେ। ଗୋଟିଏ ବର୍ଷର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିରରୁ ବାହାରି ଆସି ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ରଥରେ ଆସି ଭକ୍ତମାନଙ୍କୁ ଦର୍ଶନ ଦେବେ। ଏମିତି ଏକ ପବିତ୍ର ମୁହୂର୍ତ୍ତକୁ ହାତଛଡ଼ା ନ କରି ସମସ୍ତେ ରଥଦାଣ୍ଡରେ ରୁଣ୍ଡୀଭୂତ ହୋଇଯାଇଥିଲେ। ଚଳଚଞ୍ଚଳ ହୋଇଉଠିଲା ରଥଦାଣ୍ଡ। ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କୁ ଆକୃଷ୍ଟ କରିବା ସହିତ ଜଗା ପ୍ରେମରେ ବିଭୋର ହୋଇ ନର୍ତ୍ତକୀମାନେ ଖୋଲି ଦେଇଥିଲେ ନିଜ ନିଜର ନୃତ୍ୟ ପସରା। ଓଡ଼ିଶୀ ନୃତ୍ୟର ଭକ୍ତିଭରା ପରିବେଶ ସତରେ ରଥଦାଣ୍ଡକୁ ଖୁବ୍ ଆକର୍ଷିତ କରି ରଖିଥିଲା। ପ୍ରଭୁ ଜଗତକର୍ତ୍ତା ଜଗତର ନାଥଙ୍କ ପବିତ୍ର ଐତିହାସିକ ଘୋଷଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ସେଥିମଧ୍ୟରୁ ବିଶ୍ୱର ଦୀର୍ଘତମ ଉଚ୍ଚତା ବିଶିଷ୍ଟ ସର୍ବବୃହତ୍ ରଥ କେନ୍ଦୁଝରରେ ବର୍ଷା ଛିଟର ପରଶ ପାଇ ରଥଦାଣ୍ଡରେ ଗଡ଼ି ଯାଇଛି। ବିଧିମତେ ପୂର୍ବ ପରମ୍ପରା ଅନୁସାରେ ତିନି ଠାକୁର ରଥରେ ବସି ମାଉସୀ ଘରକୁ ଯାଇ ଆତିଥ୍ୟ ଗ୍ରହଣ କରି ପୁଣି ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି। ସୁନାବେଶ, ଅଧରପଣା ଭଳି ନୀତିକର୍ମ ସାରି ନୀଳାଦ୍ରି ବିଜେ କରିସାରିଛନ୍ତି। କେନ୍ଦୁଝରର ଏ ବର୍ଷ ରଥଯାତ୍ରା ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପରିସମାପ୍ତି ଘଟିଥିବା ବେଳେ ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ମଧ୍ୟ ଖୁବ୍ ଉତ୍ସାହ ସହକାରେ ରଥଯାତ୍ରା ଉପଭୋଗ କରିଥିଲେ। ଗ୍ରୀଷ୍ମର ପ୍ରଭାବକୁ ଆଖି ଆଗରେ ରଖି ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିବା ବେଳେ ଝିପିଝିପି ବର୍ଷାର ପାଗ ସମସ୍ତଙ୍କୁ ଆଶ୍ୱସ୍ତି କରିଦେଇଥିଲା। ନୃତ୍ୟଶିଳ୍ପୀମାନେ ମଧ୍ୟ ଜଗା ପ୍ରେମରେ ବିଭୋର ହୋଇ ଉଚ୍ଚକୋଟୀର ନୃତ୍ୟ ପରିବେଷଣ କରିଥିଲେ। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, এবি ନ୍ୟୁଜ୍।